ଅଛନ୍ତି ଆଶା କରୁଛି ଆପଣମାନେ ଭଲ ଥିବେ ମୁଁ ବି ଭଲ ଅଛି। ଆଜି ଗୋଟେ ଛୋଟ ବ୍ଲଗ୍ରେ ଅଛି। ଆଜିର ବ୍ଲଗ୍ରେ କିଛି କ'ଣ ଖାସ୍ ଅଛି କହିପାରିବେ। ଆଜିର ବ୍ଲଗ୍ରେ କ'ଣ ଦେଖିବେ ଖାଲି ବ୍ଲାଉଜ୍ର ଆପଣ ତ କେତେ ବ୍ଲାଉଜ୍ର ବି କଟିଂ ଦେଖେଇଛି, ଡ୍ରେସ୍ ବି କଟିଂ ଦେଖେଇଛି। ଏଇଟା କିନ୍ତୁ କଟନ୍ କପଡ଼ାର, ଏଥିରେ ଅସ୍ତ୍ର ପଡ଼ିବନି କିଛି ନାହିଁ। ଏଥିରେ ଚୁଲି କଟ୍ ବ୍ଲାଉଜ୍ ହେବ। ଏଥିରେ କେମିତି କାଟିବି ସେଇଟା ଆପଣଙ୍କୁ ସେୟାର କରି ଭାବିଲି ଦେଖେଇବି। ଆଉ କପଡ଼ାରେ ଆମର ଯେଉଁ କାନ୍ଧ ଯେଉଁ ଦେଖୁଛୁ ଅଳ୍ପ କାନ୍ଧ ରଖି ଖସୁଛି, ଏଇଟା ଖସିବନି ଯେହେତୁ ଏଇଟା ଆଗପଟେ ଟିକେ ଅଧିକ ହିଁ ରଖିବି। ଆଉ କାନ୍ଧ ବି ରଖିବି। ଆଗ ଫ୍ରଣ୍ଟ ପଟ ଫୁଲ୍ ତ ନୁହଁ, ବେକରୁ 3 ଇଞ୍ଚ କମ୍ ଦେଖେଇବି କଟନ୍ କପଡ଼ାରେ। ଆଉ କଟିଂଟା ଆଶା କରୁଛି ଦେଖିବି। କପଡ଼ାଟା ଆମର କେତେ ଅଛି 34 ସାଇଜ୍ ବ୍ଲାଉଜ୍ କାଟିବା ପୂର୍ବରୁ ମିନିମମ୍ 70-80 ରହିବା ପଏଣ୍ଟ ଦରକାର। ମିନିମମ୍ ତ 70 ପଏଣ୍ଟ 80 ପଏଣ୍ଟ ଦରକାର। ମୋ କପଡ଼ାଟା ମୁଁ କେତେ ଅଛି ଦେଖେଇ ଦେଉଛି। କପଡ଼ାଟା ମାତ୍ର ଦେଖିଦିଅ। କପଡ଼ା ଦେଖ ଏଇପଟା ମାପା ଯାଏ ହେଲା। ଏଇପଟା ତ ନୁହଁ ଓସାରଟା, ଏଇଟା ଚଉଡ଼ା ଯେଉଁ କମ୍ ଚଉଡ଼ା ଅଛି। ଏଇଟା କେତେ ଅଛି, ଏଇଟା 60 ଅଛି ହେଲା। ଏଇଟା 60 ଅଛି। 60ରେ କେମିତି ଆମେ କାଟିବା ହେଇପାରିବ। ଜଣେ ତ କହିବେ 60 କପଡ଼ାରେ ଆମେ କାଟି ପାରିବୁନି ବୋଲି। ମୁଁ କିନ୍ତୁ କହୁଛି 60 କପଡ଼ାରେ କାଟିବି। କେତେଜଣ ଅଛନ୍ତି ଗ୍ରାଫ୍ ପକେଇଦେବେ, ଗ୍ରାଫ୍ ପକେଇ କାଟିବେ। ମୁଁ କିନ୍ତୁ ବିନା ଗ୍ରାଫ୍ରେ ଆପଣଙ୍କୁ ଦେଖେଇବି କେମିତି କପଡ଼ାଟା କାଟିକି ହେଲା। ସବୁ କମ୍ପ୍ଲିଟ୍ ହେଇବ। ତା'ର ପପ୍ ହବ ଆଗ ପଛ ବି ଯାହା ହାତ ପୁରା ଆରାମସେ ବାହାରି ପାରିବ ବିନା ଆମର ଗ୍ରାଫ୍ ନ ପକେଇବି ହେଲା। ଦେଖ ମୁଁ ଏବେ କପଡ଼ାଟାକୁ 2 ଫୋଲ୍ଡ କରିକି ପକେଇ ଦେଇଛି ଏକାଥରେ। ଆଗ ପଟ ଆଉ ପଛ ପଟ 2 ପଟା ବାହାର କରିବା ହେଲା। ଦେଖ ଯେହେତୁ 34 ବ୍ଲାଉଜ୍ ସିଲେଇ କରୁଛି, ଲମ୍ବାଟା ଏଠି କେତେ ରଖିଦେଇଛି ଦେଖିବ 14 ହେଲା। ଏଇଟା 13 ବି ରହିପାରିବ। ଏଠି ଗୋଟେ ହେଇଛି 14ରେ ହିଁ କାଟି ଦେଉଛି, ଏଇଟା ଠିକ୍ ହେଇଯିବ। ଆଉ ଯଦି ଏକ୍ସଟ୍ରା ଚାହିଁବା ହାଫ୍ ଇଞ୍ଚ ଏଠି ନେଇପାରିବ। ମୁଁ ବେଶୀ ନେବାର 14 ହିଁ ରହୁଛି। ତାପରେ ଆମେ ଏଇଟା କେତେ ରଖିବା ଦେଖିଲ, ଏଇଟାକୁ 6 ରଖିଛି। କେତେ ନେଇଛି ନା 6। ଏଠି କେତେ ରହିଲା, ଏପଟେ 6 ସେପଟେ 6, ଏଠି 12 ହେଇଗଲା ହେଲା। ଏଇଟା 6। ଏଠି ଆମେ କେତେ ଏଇଟା କରିବା, ଏଇଟା 6 ଭାଗ କରିଦେବା। 6 ଭାଗରେ ଆମେ କେତେ କାନ୍ଧଟା ଆମେ କେତିକି ନେବା ଦେଖିଦିଅ। ଯେଉଁମାନେ କାନ୍ଧ ଖସୁଥିବେ କ'ଣ ଚାହିଁଲେ ଆପଣ ଏଇଟା 1 ଇଞ୍ଚ ବା 1.5 ଇଞ୍ଚ 2 ସୁତ ନେଇପାରିବେ, ନହେଲେ 2 ଇଞ୍ଚ ନେଇପାରିବେ। ଯେହେତୁ ଆମର କାନ୍ଧ ଖସୁଥିବ ଏଠି 2 ଇଞ୍ଚ ମୋର ଏଇଟା ନେଇଯାଇଛି ବୁଝିଲେ। ଏଇଟା ଆମର ଦେଇଛି। ତାପରେ ଆଉ ଯାହା ରହିଲା ଆମର ସୋଲ୍ଡର ଦିଗ ସେତିକି ଆମେ 4 ଇଞ୍ଚ ରହିଲା। ଆମର ସିଲେଇ କଲାବେଳେ ହାଫ୍ ଇଞ୍ଚ ଯିବ। ତାପରେ ଆମେ କ'ଣ କରିବା ନା କାନ୍ଧର ପୁରା ସୋଲ୍ଡର ତଳଟା ହେଲା, କାଖ ସେପ୍ଟା ମୁଁ ଏଠି 6.5ରେ ମାର୍କ କରିଛି ହେଲା। 6.5 ମାର୍କ କରିଛି। ଏଇଠୁ ଆମେ କ'ଣ କରିବା ହାଫ୍ ଇଞ୍ଚ ରାଉଣ୍ଡ କରିକି ହାତର ଏଇଠି 1 ଇଞ୍ଚ ଆପଣ ନେବେ ସେପ୍ ପାଇଁ। ଜଲ୍ଦି ଶିଖିବା ପାଇଁ ହେଲେ 1 ଇଞ୍ଚ ଆପଣ ନେବେ ଏଇଠି କାନ୍ଧର ସେପ୍ ପାଇଁ। ଏଇଟା କ'ଣ କରିବା ନା ଆସ୍ତେ ଆସ୍ତେ ହାତରେ ରାଉଣ୍ଡ ସେପ୍ କରିଦେବେ ବୁଝିହେଲା। ତାର ଛାତି ଆମେ କେତିକି ନେବା, ଯେହେତୁ 34 ଭାଗକୁ 4 ଭାଗ କରିବ। କେତେ ହେଲା ଏଠି 8 ଅଧେ ଯେଉଁଠି ହେଲା ସେ ମାର୍କ କରିଦେଲି ବୁଝିହେଲା। ଆଉ ତଳଟା କେତେ ରହିବ 8 ରହିବ। 34ରେ 32 ରହିବ, ଏଠି 8 ରହିବ 8। ତାପରେ ଆମେ ଯେଉଁ ପ୍ଲିଟ୍ ନେବା ସେଇଥିପାଇଁ ହାଫ୍ ଇଞ୍ଚ ବା 1 ଇଞ୍ଚ ଏଠି ଗୋଟେ ମାର୍କ କରିବା ହେଲା। ତା ବାଦ ଏକ୍ସଟ୍ରା ଏଠି ଆଉ ଏକ୍ସଟ୍ରା କେତେ ନେବେ, ଏଠି ମୋର ଏକ୍ସଟ୍ରା ଯାହା ଅଛି ମୁଁ ସେଠି ନେଇଯାଉଛି ବା 2 ଇଞ୍ଚ ଏକ୍ସଟ୍ରା ନେଇଯାଇଛି ବୁଝିହେଲା। ତଳପଟା ଗୋଟେ ପ୍ଲିଟ୍ ପେଡ଼େଲି 1 ଇଞ୍ଚ, ଆଉ ଗୋଟେ ହେଲା ପ୍ଲେନ୍ ମାର୍କ, ଆଉ ଗୋଟେ ହେଲା ଏଇଟା 2 ଇଞ୍ଚ ଏକ୍ସଟ୍ରା ଲୁଜ୍ ଭାବେ। ଆଉ ଛାତିଟା ଆମର କେତେ ଦେଖିଦେବା, ଏଠି ମୁଁ ଏଠି ବି ହେଇ 2 ଇଞ୍ଚ ଏକ୍ସଟ୍ରା ନେଇଗଲି। ଏଇଟା ଏକ୍ସଟ୍ରା ମାର୍କ। ଏଇଟାକୁ ଆମେ କରିବା ନା ଏଇଟାକୁ 12ଟା ଏଇଟା ବୁଝିହେଲା। ଆଉ ପଛପଟେ ବି ଯେଉଁ ବି ଷ୍ଟାଇଲଟା କରିବି ନା ପଛରେ କାଟିବା ଦେଖିବା। ଏଇଟା ଆମର ପଛପଟ ଗଲା, ଏଇଟା ଆମର ଫ୍ରଣ୍ଟ ପଟ। ଆଗ ପଟଟା କାଢ଼ିବା। ପଛପଟ ଆମର ଯେତିକି ରହିଛି ଆଗ ପଟ ବି ସେତିକି ଦେଖିଦିଅ। ଏଇଠି ବି ସେଇ 14 ଇଞ୍ଚ ଲମ୍ବା। ଏଇଠି ଆମେ ସିଧାରେ ଗୋଟେ ଗାର ଜାଣିବା ପାଇଁ ହେଲା। ଏଇଟା ଯେତିକି ଆମେ ନେଇଛେ ସେତିକି ବି ସେଇ ନେଇଯିବା। ଏଇଟା ବି ସେଇ 6.5। ତାପରେ ଆମେ କ'ଣ ଆଗ ପଟଟା ଆମ ଫ୍ରଣ୍ଟ ପଟରେ ଆମର ଯେଉଁ ଅଛି ପପ୍ ଆମେ ସେଇଟା ହିଁ କାଢ଼ିବା। ଦେଖ ଆଗ ପଟ ଆମର ଯେଉଁ ସୋଲ୍ଡର ରହିଲା ଆମେ କେତେ ନେବା, ମୁଁ ଏଠି ଯେହେତୁ ମୁଁ କହିଦେଲା ଅଧିକ ରଖିବି ଏଇଟା ଆଗ ପଟା ଫ୍ରଣ୍ଟ ପଟା ଦେଖିଦେବ। ଯଦି ବୁଝିପାରୁନ କାଟି ସାରିଲା ପରେ ସିଲେଇ କଲା ପରେ ବୁଝିଯିବ। ବେକ ପାଖରେ ଆମର ଯେଉଁ ରହୁଛି ପପ୍ ସାଇଡ଼୍ଟା ହେଲା। ଏଠି 6ରେ ମାର୍କ କରିଛି ହେଲା। ଏପଟେ ଆମର 6.5, ଏଇଟା 6ରେ ମାର୍କ କରୁଛି। ଆଶା କରୁଛି ବୁଝିପାରୁଥିବେ। ତାପରେ ଏଇଠୁ ଏଠି ସେପ୍ କରିଦେଲେ। ଏଇଠି ଆମେ କ'ଣ କରିବା, ଏଠି ଡିଜାଇନ୍ ବି ଦେଇପାରିବେ। ତା ସହିତ ମୁଁ ଏଠି କୌଣସି ବି ଡିଜାଇନ୍ ହେଲେ ରାଉଣ୍ଡ ସେପ୍ ଦେଇଦେଉଛି। ଏଇଟା ୟୁ କଟ୍ କରିଦେବି ହେଲା ବୁଝିହେଲା। ତାପରେ ଦେଖ ତାପରେ ଏଇ ପଟ ଯେଉଁ ବ୍ଲାଉଜ୍ର ବଟ ପଟି ପଟ ଦେଖ ତଳୁଟା ମୁଁ କେତେ ରଖିଛି, ଏଇଟା ମୁଁ 2.5ରେ ରଖିଛି ତଳପଟ।
जोटा आम भी पट्टी जोटा कहे है भी पट्टी काढ़ी यहाँ के रखीदे ना यहाँ 3.5 रखिली है एपटे आम गोटे रहा एपटे गोटे आमर यहाँ कमिज ये आम 3.5 आ गोटे इंच कमी यहाँ टे स्लूप स्लूप कराए है टे अधिक रहा टे कम रहा डगा पर स्लूप कराए प्रपटा काढ़िया देखिए यहाँ आम काख सेप गोटे इंच रू रखिए जो 2.5 इंच है से गोटे मार्क करेंगे है आग बेकर आम जी नहीं से तलपटू गोटे इंच जो है मार्क करदे ये जो मार्क करेंगे ये 2.5 इंच यहाँ आम सेव करवा है हाथ में यहाँ सेव है ये कटोटा अलग जगह काढ़ा है यहाँ जहाँ तार अधारे गोटे गार टाणा पप सेव काढ़ापे बुझेगा यहाँ तो आगुरी देखे बुझीपार आशा करपटे देख ये गार जोटा भी मझी है से गोटे केते यहाँ तार मझी है यपट सैड्रु हाफ इंच लाखेटा सुप्रे ने बुझेगा यहाँ कह चुली गोटे ये पप पार्ट गोटे 1 यहाँ पार्ट 2 यहाँ अलग कपड़ा काटा बुझीगला आशा कर बुझीपारे एवं कपड़ा काटी दूँ जो कपड़ा आम काटी ग्राफ्टा से पकई कपड़ा और चारिपटे मुझे इंच लाखे देखा सर्ट देखी दूसरी है देखिए यहाँ जी बाहर हम कि 5 अच्छी हेबे और यहाँ जहाँ भी 7.5 हम देखिए यहीपट मुझे 1.5 इंच एपट सैड्रु 1.5 इंच आउट सैड्रु भी गोटे इंच बढ़े बुझेगा देख एपट 1.5 इंच देती आउट गोटे इंच देती यहाँ के रहा के 2 थी यहाँ एपट देख गोटे इंच एपट भी गोटे इंच देती है ये टोटाल के इंच है 3 इंच एपट सैड्टा यहाँ टोटाल के 4 इंच है यू सेप्रु ये गोटे इंच सेव कर देती है ये जो गोटे इंच ये 3 इंच आउ जो इंच नहीं से गार सब अलरेडी यहाँ सब टाणी देती आ तलटा देखी दियो तलटा केमी बाहर पप्र सैजटा ये आम यहाँ जीव 2 इंच 1.5 इंच है जेहेतु यहाँ छोट बाहर ये मुझे 1.5 इंच रु आ 2 फुट अधिका नहीं देखी दियो है जेटा सिलाई कले गोल सिलाई 2 इंच कटिज 1.5 इंच आम रुझेगा आउ जो 1.5 इंच आउ ये जहाँ सेव कर देती देख गार अलरेडी मुझे टाणी देती एवं आम कौन करें कपड़ा को अलरेडी बापर काटिद यहाँ आम जो रफ कपड़ा बाहर थिला कपड़ा बाहर थिला आम से पप्र तलटा आम काटिदे साइज पर देखिए फास्ट पार्ट 1 ये जहाँ अच्छे पकईदे सेप्रे सेप्रे आम यहाँ नहीं है मापिकी नहीं पारे डायरेक्ट एमती गोल सेप नहीं पारे जहाँ अच्छे यार अधा अधा करदे है अधा करके पकईदे पाचरे देख तार मझी यहाँ अच्छी आस्ते आस्ते गोल सेप कर गोटे बड़ अधिक रखिए आ गोटे बड़ डाउन रखिए बुझीगला ए काटिकी देखी दूसरी के बाहर देख पछपट तेल कटे कर पछपट काटि यहाँ फ्रंट पट यहाँ हूँ जो भी पट्टी आम एस पट्टी होगा यहाँ हूँ पार्ट 1 है यहाँ पार्ट 2 है यहाँ पूरा आगपट काटिदेली देख दियो कपड़ा आउ जहाँ कपड़ा बढ़ला साथे यहाँ हाथ छोट हाथ काढ़ा सहित आम पट्टी साइड पट्टी भी ये दिहब है आशा कर बुझे पूरा फुल भिडियोटा आप देखिए कटिंग जाए पूरा आ जहाँ भी कपड़ा रहा भी जो पट्टी आम लगे हाथटा भी डिजाइन कला नेक्स्ट वीडियो देखी फास्ट आस देखूँ आई लाइक शेयर कमेंट करूँ भल लगे सब्सक्राइब करूँ पुणी देखा नेक्स्ट वीडियो रोचे बाय।